ସାଙ୍ଗମାନେ ଏଇ ଜୀବନ ବହୁତ ମୂଲ୍ୟବାନ ହେଇଥାଏ, ଯାହାକି ଗଡ୍ ଗିଫ୍ଟେଡ୍। କିନ୍ତୁ ଆମେ ସାଧାରଣତଃ କିଛି ଏମିତି ଭୁଲ କରି ବସୁ ଯାହାକି ପରେ କେବଳ ପଶ୍ଚାତାପ ଆଉ ଲୁହ ଦେଇକି ଯାଏ। ଆଜିର ଏଇ କାହାଣୀ ଜଣେ ଏମିତି ବ୍ୟକ୍ତି ଉପରେ ଆଧାରିତ ଯିଏକି ଜୀବନର କିଛି ଗୁରୁତ୍ୱପୂର୍ଣ୍ଣ ସତ୍ୟକୁ ବହୁତ ଡେରିରେ ବୁଝିପାରିଲା, କିନ୍ତୁ ଯେବେ ବୁଝିଲା ସେବେ ସିଏ ବହୁତ କିଛି ହରେଇ ସାରିଥିଲା। ଆଉ ଯେଉଁ ଭୁଲ ସିଏ କଲା, ମୁଁ ଚାହୁଁଛି ଆପଣମାନେ ସେ ଭୁଲ କେବେ ବି ନ କରନ୍ତୁ। ତ ଭିଡ଼ିଓକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ସାଙ୍ଗମାନେ, ମୁଁ ଗ୍ୟାରେଣ୍ଟି ଦେଉଛି ବହୁତ ବଢ଼ିଆ ଲାଗିବ। ବାସ୍ ମୁଁ ଯାହା କହୁଛି ତାକୁ ଆପଣ ଫିଲ୍ କରନ୍ତୁ। ଏଇ କାହାଣୀ ହେଉଛି ରବି ନାମକ ଜଣେ ସାଧାରଣ ପିଲାର, ଯିଏକି ଗୋଟିଏ ଛୋଟିଆ ଗାଁରେ ଜନ୍ମଗ୍ରହଣ କରିଥିଲା। ତା ବାପା ମା ତାକୁ ବହୁତ ଦୁଃଖ କଷ୍ଟ କରି ପାଠ ପଢ଼େଇଲେ, ତାକୁ ପାଳି ପୋଷି ବଡ଼ କଲେ। କିନ୍ତୁ ରବିକୁ ଲାଗୁଥିଲା କି ତା ବାପା ମା ତାକୁ ସବୁ କ୍ଷେତ୍ରରେ ବାଧା ଦେଉଛନ୍ତି, ରୋକୁଛନ୍ତି, ଗାଳି ଦେଉଛନ୍ତି, ତାଗିଦ କରୁଛନ୍ତି। ତାକୁ ଏଇଟା ଲାଗୁଥିଲା। ଏଥିପାଇଁ ସେ ତା ବାପା ମାଙ୍କ ଠାରୁ ଦୂରେଇ ରହିବାକୁ ଲାଗିଲା। ସେ ଏଇ ଜିନିଷ ବୁଝିପାରିଲାନି କି ବାପା ମାଙ୍କ ଗାଳିରେ ବି ଭଲ ପାଇବା ଲୁଚି ରହିଥାଏ, ଆଉ ସେମାନଙ୍କ ଆଶା ଉପରେ ହିଁ ଆମମାନଙ୍କ ଜୀବନର ମୂଳଦୁଆ ପଡ଼ିଥାଏ। ତାର ପ୍ରଥମ ଭୁଲ ହେଉଛି ନିଜ ବାପା ମାଙ୍କୁ ଅଣଦେଖା କରିବା। ଆଉ ପରିଣାମ, ଯେତେବେଳେ ରବି ସଫଳତା ପାଇଲା ସେତେବେଳେ ତା ବାପା ମା ଆଉ ଏ ଦୁନିଆରେ ନଥିଲେ। ରବି ସଫଳତା ପାଇଲା ସତ, କିନ୍ତୁ ବାପା ମାଙ୍କୁ ଅଣଦେଖା କରିବାର ଭୁଲ ତାକୁ ଭିତରୁ ଭିତରୁ ଖାଇ ଚାଲିଥିଲା। ସେ କେବେ ବି ନିଜ ମନ ଭିତରୁ ଖୁସି ହେଇପାରୁନଥିଲା। ରବିର ଜଣେ ସଚ୍ଚା ମିତ୍ର ଥିଲା, ଅମନ, ଯିଏକି ରବିର ଭଲରେ ମନ୍ଦରେ ସୁଖରେ ଦୁଃଖରେ ସବୁ ପରିସ୍ଥିତିରେ କାନ୍ଧରେ କାନ୍ଧ ମିଳେଇ ଠିଆ ହେଉଥିଲା। କିନ୍ତୁ ଯେବେ ରବି ସଫଳତା ପାଇଗଲା ସେବେ ସେ ଅମନକୁ ଇଗ୍ନୋର କରିବାକୁ ଲାଗିଲା, ଆଉ ସେଇମାନଙ୍କୁ ନିଜର ଭାବିବା ଷ୍ଟାର୍ଟ କଲା ଯେଉଁମାନେ କେବଳ ଦେଖାवा କରୁଥିଲେ। ଦିନେ ଅମନ ରବିକୁ କହିଲା କି ଭାଇ ତୁ ବହୁତ ବଦଳି ଗଲୁଣି ରେ। ତ ରବି ହସିକି କହିଲା କି ଦୁନିଆ ଏମିତି ହିଁ ଚାଲେ। ତାର ଦ୍ୱିତୀୟ ଭୁଲ ହେଉଛି ସଚ୍ଚା ସମ୍ପର୍କକୁ ଅଣଦେଖା କରିବା। ଆଉ ତାର ପରିଣାମ, ଯେବେ ରବି ଉପରେ ବିପଦ ଆସିଲା ତ ସବୁ ନୂଆ ସାଙ୍ଗସାଥି ମାନେ ତାଠୁ ଦୂରେଇ ଗଲେ, ଆଉ ଅମନ ବି ଫେରିକି ଆସିଲାନି। ରବି ଦିନରାତି କାମ କରେ, ପଇସା ଇନକମ୍ କରେ, କିନ୍ତୁ ଯେତିକି ରେଷ୍ଟ ନେବା କଥା ସେତିକି ରେଷ୍ଟ ନିଏନି। ନା ସେ ଠିକ ସମୟରେ ଶୁଏ, ଆଉ ନା ହିଁ ଠିକ ଟାଇମରେ ଖାଏ। ସେ କୁହେ କି ଏବେ ପରିଶ୍ରମ କରିଦେବି, ଢେର ସାରା ପଇସା ଇନକମ୍ କରିଦେବି, ତାପରେ ଆରାମ କରିବି। କଥାରେ ଅଛି, ମ୍ୟାନ୍ ପର୍ପୋଜେସ୍ ଗଡ୍ ଡିସ୍ପୋଜେସ୍। ଗୋଟେ ଦିନ ହସ୍ପିଟାଲର ବେଡ୍ ତାର ଅଫିସ ବନିଗଲା। ଡକ୍ଟର କହିଲେ କି ଏବେ ଆଉ ଅଧିକ ସମୟ ନାହିଁ। ତାର ତୃତୀୟ ଭୁଲ ହେଉଛି ଶରୀରକୁ ମେସିନ ବୋଲି ଭାବିବା। ତାର ପରିଣାମ, ପଇସା ତ ଇନକମ୍ ହେଇଗଲା, କିନ୍ତୁ ହାତରୁ ଜୀବନ ଚାଲିଗଲା। ହସ୍ପିଟାଲ ବେଡ୍ରେ ପଡ଼ିଥିବା ରବି ମନେ ମନେ ଭାବୁଥିଲା, କାଶ ଥରେ ମାଆକୁ କୁଣ୍ଢେଇକି କାନ୍ଦି ପାରିଥାନ୍ତି କି, କାଶ ଥରେ ମୋ ସଚ୍ଚା ମିତ୍ରକୁ ଆଲିଙ୍ଗନ କରିପାରିଥାନ୍ତି କି, କାଶ ନିଜ ପିଲାର ହସ ପାଇଁ କିଛି କ୍ଷଣ ବାହାର କରିପାରିଥାନ୍ତି କି, କାଶ ମୁଁ ମୋ ନିଜକୁ ଭଲ ପାଇବା ଦେବା ଶିଖିଥାନ୍ତି କି। କିନ୍ତୁ ଏବେ କେବଳ କାଶ ହିଁ ତାର ସତ୍ୟ ହେଇଯାଇଥିଲା। କାଶ। ସାଙ୍ଗମାନେ, ଜୀବନରେ ଯଦି କିଛି ଭୁଲିବାର ଅଛି ନା, ତ ନିଜ ଦୁଃଖକୁ ଭୁଲନ୍ତୁ, ନିଜ ଅତୀତକୁ ଭୁଲନ୍ତୁ, ନିଜ ଅହଙ୍କାରକୁ ଭୁଲନ୍ତୁ, ନିଜ ଘୃଣାକୁ ଭୁଲନ୍ତୁ, କିନ୍ତୁ ଏଇ ତିନିଟା ଜିନିଷକୁ କେବେ ବି ଭୁଲନ୍ତୁନି। ନିଜ ବାପା ମାଙ୍କ ଭଲ ପାଇବା, ସଚ୍ଚା ସମ୍ପର୍କ, ନିଜ ସ୍ୱାସ୍ଥ୍ୟ ଆଉ ଆତ୍ମାକୁ। ନଚେତ୍ ଯେବେ ଆପଣ ପଶ୍ଚାତାପ କରୁଥିବେ ନା, ସେବେ ଏଇସବୁ ବିତି ଯାଇଥିବା ସମୟ ଜମାରୁ ବି ଫେରିକି ଆସିବନି। ଯଦି ଆପଣ ଏଇ ଭିଡ଼ିଓକୁ ଏ ପର୍ଯ୍ୟନ୍ତ ଦେଖିସାରିଛନ୍ତି, ଯଦି ଆପଣମାନେ ମୋତେ ଭଲ ପାଆନ୍ତି, ତ ମୁଁ ଯାହା ଜିନିଷ କହିବାକୁ ଯାଉଛି ତାକୁ ଆପଣମାନେ ନିଶ୍ଚିତ ଭାବରେ କରନ୍ତୁ। ଆଜିଠାରୁ ପ୍ରତ୍ୟେକ ସଚ୍ଚା ସମ୍ପର୍କକୁ ଆଦର କରନ୍ତୁ, ନିଜ ଶରୀର ଆଉ ମନର ଯତ୍ନ ନିଅନ୍ତୁ, ଆଉ ମରିବା ପର୍ଯ୍ୟନ୍ତ ନିଜ ବାପା ମାଙ୍କର ସେବା ଶୁଶ୍ରୂଷା କରନ୍ତୁ। କାରଣ ଏ ଦୁନିଆରେ କିଛି ଏମିତି ସମ୍ପର୍କ ଅଛି
ଯାହାକି ପୁଣି ଥରେ ମିଳିପାରେନି। ଏହି ଜୀବନ ଚାଲିଗଲା ପରେ ପୁଣି ଫେରି ଆସେନି। ଯଦି এই ଭିଡ଼ିଓ ଆପଣମାନଙ୍କ ହୃଦୟକୁ ଟିକେ ବି ଛୁଇଁଥାଏ ତ ଆଜିର এই ଭିଡ଼ିଓକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ଆଉ ଆପଣମାନଙ୍କ ଭଲ ପାଇବା ଆମକୁ ଦିଅନ୍ତୁ। ଆଜି ପାଇଁ ଏତିକି, ପୁଣି ଦେଖା ହେବ ଆଉ ଗୋଟେ ନୂଆ ଭିଡ଼ିଓରେ। ଧନ୍ୟବାଦ।